ॐ श्रीराधिकां समृद्धिश्य सर्वपापप्रशान्तये उपवासं करिष्यामि राधाष्टम्यां नभस्याहम् आजन्ममरणं यावत् जन्मयादुष्कृतं कृत्यं तुत्प्रणाशाय राधिके प्रसाद परमेश्वरी। ଏହି ମନ୍ତ୍ରରେ ଧ୍ୟାନ କରି ରାଧାଷ୍ଟମୀ ବ୍ରତ ଗୀତ ଗାୟନ କରିବେ। ଶୁଣ ଶୁଣ ସୁଜନେ ଦେଇ ମନ କହିବା ଅପୂର୍ବ ବିଧାନ ରାଧାଙ୍କ ଜନ୍ମ ସମାଚାର ଶ୍ରବଣ କରି ତୋର ନର ଏକଇ ଦିନ ଦ୍ୱାରକାରେ ରତନ ସିଂହାସନ ପରେ ବସିନଥିଲେ ଜଗନ୍ନାଥ ମନରେ ହୋଇ ଆନନ୍ଦିତ। ଏହି ସମୟେ ତାଙ୍କ ପାଶ ରୁକ୍ମିଣୀ ହୋଇଲେ ପ୍ରବେଶ ଆବର ସର୍ବପାଟ ବଂଶୀ ମିଳିଲେ ଏକ ଏକ ଆସି ତାହାକୁ ଦେଖି ଜନାର୍ଦ୍ଦନ ପୁଛିଲେ ଗମନ କାରଣ ରୁକ୍ମିଣୀ ଯୋଡ଼ିବେନି କର ବୋଇଲେ ବଚନ ମଧୁର ଭୋ ପ୍ରାଣନାଥ ଆମ୍ଭ ପରେ ଦୟା ବହିଣ କୁହ ବାରେ ଆଜି ଯେ ରାଧାଷ୍ଟମୀ ବ୍ରତ ରାଜ୍ୟରେ ହୁଇ ପାଳିତ ତାହାର ସର୍ବ ବିବରଣ ଶୁଣିବା ପାଇଁ ବଳେ ମନ ସେ ରାଧା ଦେବୀ କାହା ଘରେ ଜନ୍ମ ଲଭିଲେ କେଉଁଠାରେ କାହିଁକି ମତ୍ୟ ହେଲେ ଜାତ ତାହା ବିସ୍ତାରି କୁହ ନାଥ କେବଳ ମହିମା ତାଙ୍କର କେଉଁ ଅଂଶରେ ଅବତାର ଶୁଣିବା ପାଇଁ ବଳେ ମନ ଦାସରେ ସଦୟ ହୋଇନ ସକଳ ବିଷୟ ମନରୁ ଛାଡ଼ିବ ସନ୍ଦେହ ଏମନ୍ତ କହିଣ ରୁକ୍ମିଣୀ ମୌନ ହେଲେ କ୍ଷେତ୍ରମଣି। ଶ୍ରୀକୃଷ୍ଣ ଉବାଚ ରୁକ୍ମିଣୀ ବଚନେ ଗୋବିନ୍ଦ ମନରେ ହୋଇଣ ଆନନ୍ଦ ବୋଇଲେ ଶୁଣ ପାଟ ବଂଶୀ ଯାହା ପୁଛିଲ ହେଲେ ଖୁସି ରାଧାଙ୍କ ଜନ୍ମ ସମାଚାର ଆବର ମହିମା ତାଙ୍କର ବର୍ଣ୍ଣନା କରିବାର ପାଇଁ ବିଧାତା ସକ୍ଷମ ନୁହଁଇ ଶଙ୍କର ସଦା କରି ତପ ନ ଜାଣେ ରାଧାଙ୍କ ସ୍ୱରୂପ ତୁମ୍ଭେ ଯଦ୍ୟପି ଜାଣିବାକୁ ଆସିଛ ମୋହର ପାଶକୁ ତାହେଲେ ଯାହା ଜଣେ ମୁହିଁ କହିବି ଶୁଣ ମନ ଦେଇ ରାଧା ବୋଲି ଯେ ଦି ଅକ୍ଷର ସକଳ ପରେ ଅଟେ ସାର ସେ ରାଧା ଠାରୁ ସର୍ବ ସୃଷ୍ଟି ଜନମିଛନ୍ତି ପରମେଷ୍ଟି ଦେଖ ଏ ଯେତେ ଜଳସ୍ଥଳ ରାଧାଙ୍କ ଠାରୁ ଏ ସକଳ ଉତ୍ପତ୍ତି ହୋଇଅଛି ଜାଣ ଆକାଶ ଅନଳ ପବନ ଆବର ଚନ୍ଦ୍ର ଦିବାକର ଇନ୍ଦ୍ରାଦି ସକଳ ଆମର ରାଧାରାଣୀଙ୍କ ଠାରୁ ଜାତ ଜନମିଛନ୍ତି ପଞ୍ଚଭୂତ ଏହି ପ୍ରକାରେ ତୁମ୍ଭ ନେତ୍ରେ ଜଗତେ ଦେଖୁଅଛ ଯେତେ ସମସ୍ତ ସୃଷ୍ଟି ତାହାଙ୍କର ବନିବି କି ଗୁଣ ତାଙ୍କର ଶୂନ୍ୟ ଶୂନ୍ୟ ଯେ ମହାଶୂନ୍ୟ ତା ମଧ୍ୟରେ ବି ଯେ ନିରଞ୍ଜନ ସେ ନିରଞ୍ଜନ ପରେ ଜାଣ ନିରାକାରଙ୍କର ଆସ୍ଥାନ ନିରାକାରଙ୍କ ପରେ ସେହି ଶୁକ୍ଲାମ୍ବର ଯେଛନ୍ତି ରହି ତାପରେ ଶଶୀ ବନିଛନ୍ତି ନାହିଁ ତାଙ୍କର ରୂପ କାନ୍ତି
ଅରୂପେ କରନ୍ତି ବିହାର ଅବନ ମଣ୍ଡଳ ମଧ୍ୟର। ସେଠାରେ ଯେଉଁ ପୁର ଅଛି ବରଣି ନ ପାରିବି କିଛି, ତହିଁରେ ଅରୂପ ବିହାରୀ ଅଛନ୍ତି ଜାଣ ବିଜେ କରି। ସେ ପୁର ମହିମା ପାର ବନିବା ଶକ୍ତି ନାହିଁ କାର। ତା ମଧ୍ୟେ ବିଜେ ପୂର୍ଣ୍ଣ ବର୍ଣ୍ଣ ତା ମଧ୍ୟେ ବିଜେ ପୂର୍ଣ୍ଣ ବ୍ରହ୍ମ ପୁରୁଷମାନଙ୍କ ଉତ୍ତମ। ବିଜୟ କହିଛନ୍ତି ଜାଣ ସର୍ବଦା ଲାଗିଛି ଭଜନ। ରୋଗ ଶୋକ ଯେ ଜରା ମୃତ ସେଠାରେ ନାହିଁ ତିଳେ ମାତ୍ର। ଆବର ଦିବସ ରଜନୀ ନ ହୁଏ ସେଠା ବରେ ଜାଣି। ମଳୟ ବହେ ଅବିରତ କୁସୁମେ ଭୃଗହତି ମୋର। ଚନ୍ଦ୍ର ଉଦିଆ ଜଳେ ତହି ମାଣିକ୍ୟ ଦୀପ ଯେ ଜଳଇ। ଆବର ରତନର ପୁର ଖୁମ୍ବନ ଥାଇ ସେ ତିଆର। ଆଳ ଦୀର୍ଘତା ନହେ କଳି ମଧ୍ୟେ ଅଛଇ ରାସସ୍ଥଳୀ। ସେ ରାସସ୍ଥଳୀର ମହିମା ବରଣି ନ ପାରିବେ ବ୍ରହ୍ମା। ତା ମଧ୍ୟେ ରତ୍ନ ବେଦୀ ସାର ବିଚିତ୍ର ଭାବେ ସେ ତିଆର। ହୀରା ନୀଳା ଯେ ବହିଡୂର୍ଯ୍ୟ ହୋଇଛି ନାନା କାରୁକାର୍ଯ୍ୟ। କେବଳ ବିନ୍ଧାଣ ତାହାରେ ଗଢ଼ିଛି କେବଳ ଯନ୍ତ୍ରରେ। କିପରି କରିଛି ତୟାର ଦେଖିଲେ ଚକ୍ଷୁ ହେବ ସ୍ଥିର। ଏମନ୍ତ ଯେଉଁ ବେଦୀ ଗୋଟି ତହିଁ ବିଜୟ ପରମେଷ୍ଟି। ଶୂନ୍ୟ ଆସନେ ବିଜେ କରି ଅଛନ୍ତି ଶ୍ରୀରାଧାଙ୍କୁ ଧରି। ଯୋଗମାୟା ଯେ ତାହାଙ୍କର ବହନ କରିଛନ୍ତି ଭାର। ଅଷ୍ଟକାଳରେ ଅଷ୍ଟ ସହି ସେବା କରନ୍ତି ତହିଁ। ସାରଳା ବୀଣା ଯନ୍ତ୍ର ଧରି ବଜାନ୍ତି ଦିବସ ସର୍ବରି। ମାଦଳ ବଜାନ୍ତି ଶଙ୍କର ଚାମର ଢାଳେ ସୁନା ଶିର। ସେହି ମଣ୍ଡଳ ଅଧୀଶ୍ୱରୀ ଅଟନ୍ତି ଶ୍ରୀରାଧା ସୁନ୍ଦରୀ। ଏକଇ ଅଙ୍ଗେ ବେନି ଜନ ଖେଳନ୍ତି ମହାନିତ୍ୟ ଜାଣ। ତାହାଙ୍କ ଦର୍ଶନ ନିମନ୍ତେ କେତେ ଭାବି ହୃଦ ଗତେ। ଥୋକାଏ ଦୂର ଛନ୍ତି ଯାଇ ପାବଚ୍ଛ ତଳେ ଛନ୍ତି ରହି। ଜପି ତପି ଯେ ସୁରଗଣ ଦର୍ଶନ ଆଶାରେ ଯାଇଣ। ଅର୍ଦ୍ଧପଥରେ ରହିଛନ୍ତି ଯିବାକୁ ଆଦେଶ ନ ପାନ୍ତି। ଏମନ୍ତ ଯେଉଁ ରାଧାରାଣୀ କହିବି କିସ ତାଙ୍କ ବାଣୀ। ଏହା କହିଣ ଜନାର୍ଦ୍ଦନ ଚାହିଁଲେ ରୁକ୍ମଣୀ ବଦନ। ଏହା ପରେ ଯେ ସମାଚାର କହିବି ଶୁଣ ଶୃଙ୍ଗନର। ଶ୍ରବଣେ ହୋଇବ ମୁକତା କ୍ଷେତ୍ର ମୋହନ ଲେଖେ ଗୀତା। ଶୁଣ ସୁଜନେ ଦେଇଚିତ ରାଧା ଅଷ୍ଟମୀ ଜନ୍ମଗତ। ଶ୍ରବଣ କରିଲେ କର୍ଣ୍ଣରେ ବସିବ ବୈକୁଣ୍ଠପୁରେ। ପାଳନ କରିବେ ଯେ ଜନ କହିନୁ ହଇ ତାର ପୁଣ୍ୟ। ଶ୍ରୀକୃଷ୍ଣ ନିତ୍ୟ ସମାଚାର ଭାଷନ୍ତେ ରାଣୀଙ୍କ ଆଗର। ଉଠିଣ ସତ୍ୟଭାମା ତହିଁ ପାଦରେ ପ୍ରଣିପାତ ହୋଇ। ବୋଇଲେ ଆହେ ପ୍ରାଣେଶ୍ୱର ସନ୍ଦେହ ହୁଏ ମୋ ମନର। କହିଲ ରାଧା ନିତ୍ୟେଶ୍ୱରୀ ରାସମଣ୍ଡଳ ଅଧିକାରୀ। ଆବର କହିଲେ ଆମ୍ଭରେ ବିଜୟରତ୍ନ ବେଦୀ ପରେ। ଏକଇ ଅଙ୍ଗେ ରାଧା କୃଷ୍ଣ
ହୋଇନଛନ୍ତି ପ୍ରତିଷ୍ଠିତ। ସର୍ବଦା ରାହାସ କରନ୍ତି, ଦିବାର ଜନି ନ ଜାଣନ୍ତି। ଏମନ୍ତ ଯେଉଁ ରାସେଶ୍ୱରୀ, ଶ୍ରୀରାଧା ନାମ ଯେ ତାଙ୍କରି। ଆବର କୃଷ୍ଣ ସଙ୍ଗେ ଛନ୍ତି, ତେଣେ ହେ ଅଲଗା ନୁହନ୍ତି। ଏଣେ କିପରି ଗୋପରୁରେ, ଜନ୍ମିଲେ ବୃଷଭାନୁ ଘରେ। ଚନ୍ଦ୍ରସେଣାଙ୍କୁ ବିଭା ଦେଲେ, ତୁମ୍ଭର ମାଇ ବୋଲାଇଲେ। ମାଇ ଭଣଜା କେଉଁ ପରି, ବିହାର କଲେ ହେ ମୁରାରି। 16 ସହସ୍ର ଗୋପୀ ସଙ୍ଗେ, ରମିଲେ ରାଧା ନେଇ ରଙ୍ଗେ। ଏହା କିପରି କଲ ନାଥ, ଶୁଣି ମୁଁ ହୁଏ ଆଚମ୍ବିତ। ସେ ମହାନିତ୍ୟ ରାଧା ସହ, ଏ ରାଧା ସମ୍ବଦ କି କହ। କିପରି ଭାବେ କେଉଁ ଦିନ, ମତେ ହୋଇଲେ ଉତୁପନ। କାହିଁକି ଜନମିଲେ ସେହି, କହନ୍ତୁ ଆମ୍ଭରେ ବୁଝାଇ। ପୁଣି ସେ ଅନନ୍ୟା କୂଳରେ, ନ ଜନ୍ମି କିମ୍ପା ଗୋପପୁରେ। ଗୌଡ଼ ଘର ହେଲେ ଜାତ, ବୁଝାଇ କହ ପ୍ରାଣନାଥ। ଆବର କାହା ଜନ୍ମଦିନ, ସକଳେ କରନ୍ତି ପାଳନ। ଏଛାର ଗୌଡ଼ୁଣୀଟାର, ବ୍ରତ ପାଳନ୍ତି କିବା ନର। କିଏ ବା ନିତ୍ୟ ରାସେଶ୍ୱରୀ, ବ୍ରତ ପାଳନ୍ତି ନର ନାରୀ। ତାହା ଶୁଣାଇ ଆମ୍ବ ଚିତ୍ତ, ତୃପତ କର ଆହେ ନାଥ। ଏମନ୍ତ ଭାଷିଣ ବଚନ, ସତ୍ୟ ଯେ ହୋଇଲେ ମୌନ। କ୍ଷେତ୍ର ମୋହନ ଯୋଡ଼ି କର, ବୋଲଇ ଶୁଣ ସମାଚାର। ସେ ରାଧା କୃଷ୍ଣଙ୍କ ପୟରେ, ଶରଣ ପଶ ସର୍ବନରେ। ଶ୍ରୀକୃଷ୍ଣଙ୍କର ସତ୍ୟଭାମାକୁ ଉତ୍ତର ପ୍ରଦାନ। ଶୁଣ ହେ ସତୀ ଶିରୋମଣି, ପୁଛିଲେ ତୁମ୍ଭେ ଯେଉଁ ବାଣୀ। ତାହା ହେ ଅତ୍ୟନ୍ତ ଗହନ, ଶ୍ରବଣେ ହୋଇବ ମୋଚନ। ମତ୍ୟରେ ଯେଉଁ ରାଧାରାଣୀ, ଜନ୍ମିଲେ ଗୋପପୁରେ ପୁଣି। ସେ ରାଧା ନିତ୍ୟ ରାଧାଙ୍କର, ପ୍ରଭେଦ ନାହିଁ ତିଳେ ମାତ୍ର। ମୋ ସଙ୍ଗେ ତାହାଙ୍କର ଭାବ, ସଂସାରେ ଅଟଇ ଦୁର୍ଲଭ। କହିଲ ମାଇ ମୋର ସେହି, ଲୋକେ ଦେଖାଣ ଯେ ଅଟଇ। ପ୍ରକୃତ ଘଟଣା ଜାଣିଲେ, ପୁଛିବ ନାହିଁ କେବେ ହେଲେ। କହିଛି ଆଗରୁ ବୁଝାଇ, ରାଧାଙ୍କ ଗୁଣ କହି ନହିଁ। ତାହାଙ୍କ ପାଦ ରେଣୁ ସାଥେ, ସମ ନୋହିବେ କେହି ମର୍ତ୍ତେ। ସେ ରାସେଶ୍ୱରୀ କାହିଁ ପାଇଁ, ଜନ୍ମିଲେ ଶୁଣ ମନ ନେଇ। ଯୁଗକୁ ଯୁଗ ମହି ତଳେ, ଜନମୁ ଆମ୍ଭେ ବେନି ହଳେ। ଆପଣା କାର୍ଯ୍ୟ ଶେଷ କରି, ନିତ୍ୟକୁ ଯାଉ ଯେ ବାହାରି। ସତ୍ୟ ଯୁଗରେ ଜାଣ ମୁହିଁ, ନୃସିଂହ ରୂପ ଥିଲି ବହି। ରାଧାଜୀ ମାଳତୀ ନାମରେ, ଆସିନଥିଲେ ମୋ ସାଙ୍ଗରେ। ଦାନବ ବଳ କରି ଧ୍ୱଂସ, ନିତ୍ୟ ହୋଇଲୁ ପରବେଶ। ତାପରେ ତ୍ରେତୟା ଯୁଗରେ, ଆମ୍ଭେ ଜନ୍ମିଲୁ ଅଯୋଧ୍ୟାରେ। ରାମ ଅବତାର ଥିଲୁ ହୋଇ, ସେ ଥିଲେ ସୀତା ନାମ ବହି। ଏ ଯୁଗେ ଆପର କଷଣ, ଲଭିଲୁ ଆମ୍ଭେ ଦୁଇ ଜଣ। ତାପରେ ନିଜ ପୁରେ ଗଲୁ, ରାସ ଉତ୍ସବେ ମନ ଦେଲୁ।
ଏହି ସମये କଂସାସୁର ଜନ୍ମ ଲଭିଲା ମଥୁରାର। ଦେବଙ୍କୁ ବହୁତ ଦଣ୍ଡିଲା, ପାଦରେ ଆଣି ଖଟାଇଲା। ଦେବେ ତାହାର ଅତ୍ୟାଚାରେ ବ୍ୟଥିତ ହୋଇ ଆକୁଳରେ। ଦାତାଙ୍କୁ ସଙ୍ଗତରେ ନେଇ ମିଳିଲେ କ୍ଷୀରବୁଦ୍ଧିରେ ଯାଇ। ତାତଟେ ବସିଣ ମରେ ଡାକିଲେ ମତେ ଆକୁଳରେ। ତାହାର କଷଣ ନ ସହି ପ୍ରବେଶ ହେଲି ତହି ଯାଇ। ପୁଛିଲେ ତାହାଙ୍କ କାରଣ, କହିଲେ ଧାତା ବୁଝାଇଣ। କଂସାସୁରର ଅତ୍ୟାଚାର ବଢ଼ୁଛି ଭୋ ପ୍ରଭୁ ଅପାର। ଆପଣ ଯେବେ ନ ବୁଝିବେ ସକଳ ଅମରେ ମରିବେ। ଏପରି କୁହନ୍ତେ ବିଧାତା, ଆମ୍ଭେ ବୋଇଲୁ କ୍ରୋଧେ କଥା। ତ୍ରେତୟା ଯୁଗେ ତୁମ୍ଭ ପାଇଁ ଅପାର କଷ୍ଟ ଆମେ ପାଇ। ମାଇଲୁ ଦୁର୍ଦ୍ଦାନ୍ତ ରାବଣ, ନାସିଲୁ ସର୍ବଦୈତ୍ୟଗଣ। ତଥାପି ତୁମେ ନ ବୁଝିଲ, ବ୍ରହ୍ମ ହତ୍ୟାରେ ଦାୟୀ କଲ। ଏକ୍ଷଣି କଂସ ଅତ୍ୟାଚାର, ଭୟରେ ହୋଇ ଜର ଜର। ଆମ୍ଭକୁ କରୁଛି ଆପତ୍ତି, ପଛରେ ଶୁଣି ଦେବ ଶାସ୍ତି। ଏପରି କହନ୍ତି କ୍ରୋଧରେ, ଅମରେ ପଡ଼ିଲେ ପୟରେ। ବିଧାତା କହିଲେ ବୁଝାଇ, ଏ ଜନ୍ମ ତୋଷ ହେବ ସାଇ। 16,000 ରମଣୀଙ୍କୁ ପେଶିବୁ ଆମେ ଯେ ଗୋପକୁ। ତାହାକ ସଙ୍ଗେ ବିହରିବ, ମର୍ତ୍ତ୍ୟରେ ରାହସ କରିବ। ତାପରେ ମଧୁପୁରେ ରାଜା, ହୋଇଣ ପାଳିବ ପରଜା। ଅପାର ଆନନ୍ଦ ପାଇବ, ସୁଖରେ ମତେ ବିହରିବ। ଏମନ୍ତ ଧାତା ବୁଝାବନ୍ତେ, କିଞ୍ଚିତ ତୋଷ ହେଲୁ ଚିତେ। ବୋଇଲୁ ଭାବନା ନ କର, ଜନ୍ମିବୁ ଆମ୍ଭେ ନିକଟର। ମଥୁରାପୁରେ ବସୁଦେବ, ଆମର ଜନକ ହୋଇବ। ଦେବକୀ ହେବେ ଆମ୍ଭ ମାତା, ସର୍ବଦା କରୁଛନ୍ତି ଚିନ୍ତା। ସପ୍ତମ ଗର୍ଭ ତାହାଙ୍କର, ସେ ଦୁଷ୍ଟ କରିବ ସଂହାର। ଅଷ୍ଟମ ଗର୍ଭେ ଆମ୍ଭେ ଯାଇ, ଜନ୍ମିବୁ ବନ୍ଦୀ ଘରେ ତହିଁ। ବଢ଼ିବୁ ନନ୍ଦର ମନ୍ଦିରେ, ଯଶୋଦା ମାତାଙ୍କ କୋଳରେ। ଅନନ୍ତ ଆମ ସଙ୍ଗେ ଯିବେ, ବଳରାମ ସେ ବୋଲାଇବେ। ଅପରେ ଦାନବ ବଳଙ୍କୁ, ବିନାଶୀ ଫେରିବୁ ପୁରକୁ। ଏମନ୍ତ କହି ସେଠା ଭରେ, ବିଜୟ କଲୁ ନିଜପୁରେ। ରାଧାଙ୍କୁ ଗୋଟି ଗୋଟି କରି, କହିଲୁ ସକଳ ବିଚାରି। ତା ଶୁଣି ରାସେଶ୍ୱରୀ ଦୁଃଖେ, ବୋଇଲେ ଆମର ସମୀପେ। ହେ ପ୍ରାଣନାଥ ଦୟା ବହି, ଦାସୀଙ୍କୁ ସଙ୍ଗେ ଯାନ୍ତୁ ନେଇ। କାୟାକୁ ଛାଡ଼ି ଦଣ୍ଡେ ମାତ୍ର, ଛାୟା କି ହୋଇବ ବଞ୍ଚିତ। ତେଣୁ ଜଣାଏ ଶ୍ରୀପୟରେ, ମତେ ନିଅନ୍ତୁ ସଙ୍ଗତରେ। ସେବା କରିଣ ଦିନ ନେବି, ପୁନଶ୍ଚ ସଙ୍ଗତେ ଫେରିବି। ଆବର ଏ କଥା ମୋର, ଭନାତ ପଡ଼ୁଛି ମନର। ଦିନେ ତ୍ରେତୟା ଯୁଗେ ମୁହିଁ, ଅନ୍ନ ପରଶୁଥିଲି ତହିଁ। ନର ବା ନର ଋଷି ଦେବ, ଏକତ୍ରେ ଭୁଞ୍ଜୁଥିଲେ ସର୍ବ। ଏକାଳେ ଆମ ପ୍ରିୟ ଭୃତ୍ୟ, ଯାହାର ନାମ ହନୁମନ୍ତ।
ସେ ମୋର ପାଦକୁ ଅନାଇ ମନରେ ବିଚାରିଲା ତହିଁ ଏପରି ଏକ ନାରୀ ବର ଯେବେ ଘରଣୀ ହନ୍ତା ମୋର ସର୍ବଦା ପରସି ଦିଅନ୍ତା ମନରେ କେଡ଼େ ସୁଖ ହନ୍ତା ତାହାର ମନ ଜାଣି ମୁହିଁ ବୋଇଲି ସ୍ନେହ ଭରେ ତହିଁ ଆହାରେ ବାବୁ ହନୁମାନ ଯାହା ତୁ ବିଚାରିଛୁ ମନ ଏ ଯୁଗେ ପୂରଣ ନହିବ ଦ୍ୱାପରେ କାମନା ପୂରିବ ମୁରାଧା ନାମ ଥିବି ବହି ତୁ ଥିବୁ ଚନ୍ଦ୍ରସେନ ହୋଇ ଗୋପାଳ କୂଳେ ହେବୁ ଜାତ ନଥିବୁ ତୋର ପୁରୁଷତ୍ୱ କେବଳ ଜଗି ରହିଥିବୁ ପ୍ରଭୁ ଆସିଲେ ଛାଡ଼ିଦେବୁ ଏପରି ତାହାକୁ କହିଛି ଭୋନାଥ ଚରଣ ଧରୁଛି ଯଦ୍ୟପି ସଙ୍ଗରେ ନ ନେବ ମୋ କଥା ଅନ୍ୟଥା ହୋଇବ ଆଦର ଛାଡ଼ି କ୍ଷଣେ ମାତ୍ର ଦାସୀ ନ ହୋଇବ ଜୀବିତ ଏପରି କହନ୍ତେ ବୁଝାଇ ରାଧାଙ୍କୁ ଆଶ୍ୱାସନା ଦେଇ ବୋହିଲୁ ଆମ୍ଭେଦର ହସି ଦୁଃଖ ନ କର ଶୁଭ୍ର କେଶୀ ଆମ୍ଭ ସଙ୍ଗତେ ତୁମ୍ଭେ ଯିବ ମତ୍ୟରେ ଲୀଳା ଆରମ୍ଭିବ ଏହା କହିଣ ସାତେ ସାତେ ତାହାଙ୍କୁ ପଠାଇଲୁ ମତେ ବୋଇଲୁ ଆଗେ ତୁମ୍ଭେ ଯାଅ ଆମ୍ଭକୁ ଅନାଇଣ ରୁହ ବୃଷଭାନୁ ଯେ ବହୁ ଦିନ ହେଲାଣି କରୁଛି ଭଜନ ତାହାର ପୁତ୍ର ପୌତ୍ରୀ ନାହିଁ ଅଛି ସେ ସଦା ପଥ ଚାହିଁ ବହନ ତାର ଘରେ ଯାଇ ପ୍ରବେଶ ହୁଅ ଚାନ୍ଦମୋହି ଏମନ୍ତ କହି ସେହି କ୍ଷଣ ପେଶିଲୁ ତାହାଙ୍କୁ ମତ୍ୟଣ ଭାଦ୍ରବ ମାସ ଯେ ଅଟଇ ଶୁକ୍ଳ ପକ୍ଷ ଥିଲା ହୋଇ ଅଷ୍ଟମୀ ତିଥି ମଧ୍ୟେ ଜାଣ ରବିଙ୍କ ବାର ଯେ ପ୍ରମାଣ ଅନୁରାଧା ଯେ ନକ୍ଷତ୍ରରେ ଦିବସ ମଧ୍ୟାହ୍ନ ଭାଗରେ ମତ୍ୟକୁ ଗମନ କରିଲେ କାଳିନ୍ଦୀ ହ୍ରଦେ ପ୍ରବସିଲେ ବାଳିକା ରୂପେ ହୋଇ ତହିଁ ପଦ୍ମପତ୍ରରେ ଗଲେ ଶୋଇ ସେଦିନ ଶୁଭ ଗ୍ରହମାନେ ରହିନଥିଲେ ଉଚ୍ଚ ସ୍ଥାନେ ବିନ୍ଦୁ ଲଗ୍ନର ଆଦି ଭାଗେ ବୃହସ୍ପତିଙ୍କ ଶୁଭ ଯୋଗେ ରାଧା ହୋଇଲେ ଆବିର୍ଭୂତା ଶୁଣତା ପରେ ଆଜ ଗାଥା ସେ କାଳେ ବୃଷଭାନୁରାୟ ସୈନ୍ୟ ସାମନ୍ତଙ୍କର ସହ ମୃଗୟା ଲାଗି ଯାଉଥିଲେ କାଳିନ୍ଦୀ କୂଳରେ ମିଳିଲେ ସେ ହ୍ରଦେ ବହୁ ପଦ୍ମ ପୁଷ୍ପ ଫୁଟିଣ ଚହଟେ ସୁବାସ ନୀଳଧବଳ ପୁଷ୍ପେ ଭରା ହୋଇଣ ଦୂରେ ଦିଶେ ତୋରା ତା ଦେଖି ଆନନ୍ଦେ ରାଜନ ନୃତ୍ୟକୁ ବୋଲୋଇ ବଚନ ଆମ୍ଭରି ବୋଲ ମାନି ତୁହି ଥୋକାଏ ପୁଷ୍ପ ଆଣ ଯାଇ ରାଣୀ ଦେଖିଲେ ତୋଷ ହେବେ ଲକ୍ଷ୍ମୀଙ୍କ ପୟରେ ପୂଜିବେ ପଦ୍ମ ପୁଷ୍ପକୁ ନାରାୟଣୀ ସ୍ନେହ କରନ୍ତି ଅଛି ଜାଣି ଏମନ୍ତ ରାଜନ କହନ୍ତେ କୃତ୍ୟ ଚଳିଲେ ପାଞ୍ଚ ସାତେ କାଳିନ୍ଦୀ ହ୍ରଦରେ ପଶିଲେ ଥୋକାଏ କୁସୁମ ତୋଳିଲେ ଏହି ସମୟ ଜଣେ ଭୃତ୍ୟ ନିରେଖି ଦେଖିଲା ସେ ନେତ୍ର ଏକଇ ନୀଳ ପଦ୍ମ ପରେ ଶିଶୁ ଶୋଇଛି ନିଶ୍ଚିନ୍ତରେ ତାହା ଦେହୁ ଜ୍ୟୋତି ପ୍ରକାଶୀ ନିନ୍ଦା କରଇ ରବି ଶଶୀ
ଏହା ଦେଖିଣ ସେହି ଭୃତ୍ୟ ଆନନ୍ଦେ ହୋଇ ପୁଲକିତ। ନୃପତି ସନ୍ନିଧକୁ ଯାଇ କହିଲା ସମସ୍ତ ବୁଝାଇ। ଶୁଣି ଆନନ୍ଦ ନରନାଥ ଭୃତ୍ୟକୁ ବୋଇଲେ ତଦନ୍ତ। ସେ ଶିଶୁ ଅଛି କେଉଁ ସ୍ଥାନ ଦେଖାଅ ମତେ ଯେ ବହନ। ଏହା କହନ୍ତେ ନୃପବର ଭୃତ୍ୟ ଚଳିଲା ଅଗ୍ରତର। ଜଳରେ ପଶି ନରନାଥ ଥୋକାଏ ଦୂର ଯାନ୍ତେ ପଥ। ଦେଖିଲେ ନୟନରେ ଚାହି ଅପୂର୍ବ ଜ୍ୟୋତି ପ୍ରକାଶଇ। ଏକଇ ପଦ୍ମ ପୁଷ୍ପ ପରେ ବାଳିକା ଶୋଇଛି ଶାନ୍ତିରେ। ଯେସନ ହୀରାର କଣ୍ଢେଇ ତେମନ୍ତ ରୂପ ଶୋଭା ପାଇ। ଏହା ଦେଖିଣ ନରନାଥ ମନରେ ହୋଇ ଆନନ୍ଦିତ। ସେ ଶିଶୁ ପାଶରେ ମିଳିଲେ ପ୍ରବେଶ ହୋଇଲେ କୂଳରେ। କୋଳେ ବସାଇ ଆନନ୍ଦରେ ପ୍ରବେଶ ହୋଇଲେ ବଳରେ। ସେବେଳେ କୃଷ୍ଣ ଭାନୁଙ୍କର ଆନନ୍ଦ ନ ଧରିଲା ଘର। ଦରିଦ୍ର କୋଟି ନିଧି ପାଇ ଯେମନ୍ତେ ଆନନ୍ଦ ହୁଅଇ। ଅନ୍ଧ ପାଇଲେ ଚକ୍ଷୁ ଦାନ ଯେସନେ ହୁଏ ତାର ମନ। ସେହି ପ୍ରକାରେ ନର ସାଇ ନାଚିଲେ କନ୍ୟା ମୁଖ ଚାହିଁ। ସତେକି କୋଟି ଦୀନନାଥ ହୋଇଛି ତାଙ୍କ କରଗତ। ଏମନ୍ତ ମଣି ନର ସାଇ ଫେରିଲେ ମୃଗୟାନ ଯାଇ। ନବରେ ପ୍ରବେଶ ହୋଇଲେ ରାଣୀଙ୍କୁ ତୁହାଇ ଡାକିଲେ। ବୋଇଲେ ଆସ ଆସ ସହି ଅମୂଲ୍ୟ ରତ୍ନ ଅଛି ପାଇ। ଯାହାକୁ ପାଇବା ନିମନ୍ତେ ଅପାର ଦୁଃଖ ଥିଲା ଚିତେ। ତାହା ପ୍ରପାତ କଲେ ସାଇ ଦହନ ଆସି ଯାଅ ନେଇ। ଯତନ କରି ପ୍ରତିପାଳ ଲଭିବ ବହୁ ପୁଣ୍ୟ ବଳ। ଏମନ୍ତ ରାଜନଙ୍କ ବାଣୀ ଶୁଣି ଆସିଲେ ଧାଇଁ ରାଣୀ। କନ୍ୟାକୁ ଦେଖୁ ଦେଖୁ ନେତ୍ରେ ଅତି ଆନନ୍ଦ ହୋଇ ଚିତେ। କୋଳକୁ ସ୍ନେହେ ତୋଳି ନେଇ ଲଲାଟେ ଚୁମା ଦେଲେ ଛାଇ। ସେବେଳେ ଆନନ୍ଦ ତାଙ୍କର ବରଣୀ ନ ହେବ ମୁଖର। କନ୍ୟାର ରୂପକୁ ନିରେଖି ଚାହେଣ ରାଣୀ ହେଲେ ସୁଖୀ। ଚନ୍ଦ୍ର କିରଣ ପ୍ରାୟ ଜ୍ୟୋତି ନିଧୂମାନଳ ସମକାନ୍ତି। କୋଟିଏ ରତି ହେଲେ ମିଳେ ସମ ନହିବ ପାଦ ତଳେ। ଆଗର ବହୁ ଶୁଭ ଚିହ୍ନ କନ୍ୟାର ଦେହେ ବିଦ୍ୟମାନ। ଦେଖିଣ ଚଞ୍ଚଳା ଚତୁରୀ ଦାସୀଙ୍କୁ ବୋଇଲେ ହକାରି। ଆସଲୋ ଆସଲୋ ବହନ ମୋ ରତ୍ନେ କରାଅ ମାର୍ଜନ। ପଦ୍ମବନରୁ ଅଛି ପାଇ ରାଧିକା ନାମ ଦେବୀ ମୋହି। ଏମନ୍ତ ମହାଦେଇ ବାଣୀ ଶୁଣିଲ ସକଳ ତରୁଣୀ। କନ୍ୟାକୁ ମାର୍ଜନା କରାଇ ରତ୍ନ ଦୋଳିରେ ଦେଲେ ଶୋଇ। ରତନ ଚାନ୍ଦୁଆ ଆଣିଲେ ଯତନେ ଉପରେ ଟାଣିଲେ। ଉଦ୍ୟାନ ସାଇ ହୋଇ ବାଳି ଶୋଇଲା ଚଞ୍ଚଳା ଦୁଲାଲି। ମଳମୂତ୍ର ଯେ ତାର ନାହିଁ କ୍ଷୀର ନୀର ସେ ନ ଛୁଇଁ। ତା ଶୁଣି ସକଳ ଗୋପାଳ ଗୋପୀଙ୍କ ସହ ହୋଇ ମେଳ। ନାନାଦି ଉପଚାର ମାନ ଘେନି ମିଳିଲେ ଯେ ବହନ। କନ୍ୟାକୁ ଦର୍ଶନେ ମାତ୍ରେ ଆନନ୍ଦେ ହେଲେ ସର୍ବଚିତେ।
ତାପରେ ରାଜା ତୋଷ ଦେଇ ଭଣ୍ଡାର ମାନ ଖୋଲି ଦେଇ ଦୁଃଖୀ ଦରିଦ୍ର ବ୍ରାହ୍ମଣଙ୍କୁ ଡକାଇ ଆପଣା ପୁରକୁ ବହୁତ ଧନ ଦାନ ଦେଲେ, ବହୁତ ଧନ ଦାନ କଲେ, ଯେ ଯାହା ଇଚ୍ଛା ମୋତେ ନେଲେ। ସେଦିନ ପ୍ରତ୍ୟେକ ଗୃହରେ ବ୍ରତ ପାଳିଲେ ଆନନ୍ଦରେ, ଘୃତ ପ୍ରଦୀପ ଜାଳି ଦେଲେ, ସୁବର୍ଣ୍ଣ କୁମ୍ଭ ବସାଇଲେ। ସେକାଳେ ଆନନ୍ଦ ଉତ୍ସବ ମୁଖରେ ବରଣୀ ନ ହେବ। ଏମନ୍ତେ ଜନ୍ମ ରାଧାଙ୍କର କହିଲି କିରଣ ବିସ୍ତାର। ୟାପରେ ଅନଗାଥା ମାନ କରିବି ସଂକ୍ଷେପରେ ବର୍ଣ୍ଣନ। ରାଧାଙ୍କ ଜନ୍ମ ସମାଚାର ସମ୍ପୂର୍ଣ୍ଣ ହୋଇଲା ଏଠାର। ତୁମ୍ଭେ ଯେଣୁ ମୋ ପ୍ରିୟବତୀ କହିଲି ଶୁଣ ଆହେ ସତୀ। ଏମନ୍ତ କହି ନାରାୟଣ ବସିଲେ ମଉନ ହଉଣ। ଅଧମ କ୍ଷେତ୍ର ଯୋଡ଼ି କର କହଇ ମୋ ଦୁଃଖ ନିବାର। ସତ୍ୟଭାମା ଉବାଚ ଭୋନାଥ ନମୁଛି ପୟରେ ସଂଶୟ ରହିଲା ମନରେ। ରାଧା ତ ମତେ ହେଲେ ଜାତ ନ ଖାଇ ବଞ୍ଚିବେ କେମନ୍ତେ। ତାପରେ କେଉଁ ପରକାରେ ବରିଲେ ସେ ଚନ୍ଦ୍ରସେଣାରେ। ସେ ଚନ୍ଦ୍ରସେଣା ଅଟେ କିଏ ଶୁଣାଅ ପଡ଼ୁ ପଛି ପାଏ। ସେଉ ରାଧାଙ୍କୁ ବିଭା ହେଲା କିମ୍ପାଇ ମିଳନ ନହିଲା। ତୁମ୍ଭେ କିପରି ମର୍ତ୍ତ୍ୟପୁର ଆସିଲ କୁହ ପ୍ରାଣେଶ୍ୱର। ଏହ ଶୁଣଇ ଦୟାମୟ ତୁଟାଅ ଆମ୍ଭର ସଂଶୟ। ଶୁଣିବା ପାଇଁ ବଳେ ଚିତ୍ତ କ୍ଷେତ୍ର ମୋହନ ରଚେ ଗୀତ। ଶ୍ରୀକୃଷ୍ଣ ଉବାଚ କାଟବଂଶୀକ ମୁଖ ଚାହିଁ କହନ୍ତି ଦ୍ୱାରକାରେ ଯାଇ ପୁଛିଲେ ତୁମ୍ଭେ ମତେ ପୂର୍ବରୁ କହିଅଛି କେତେ। ତ୍ରେତୟା ଯୁଗେ ହନୁ ଯେହି ଦ୍ୱାପରେ ଚନ୍ଦ୍ରସେଣା ସେହି। ରାଧା ଯେ ଥିଲେ ସୀତା ସତୀ ଅତି ସୁନ୍ଦର ରୂପ କାନ୍ତି। ତେଣୁ ସେ ହନୁମନ୍ତ ବୀର ଚନ୍ଦ୍ରସେଣା ଯେ ଦ୍ୱାପାରର। ତାହାଙ୍କୁ ରାଧା ଯେଉଁ ପରି ବିବାହ କଲେ ଶୁଣ ଗୋରି। ବୃଷଭାନୁଙ୍କୁ ଗୃହେ ସତୀ ହୋଇନଥାନ୍ତି ଶିଶୁ ମୂର୍ତ୍ତି। କୌଣସି ଖାଦ୍ୟ ନ ଛୁଅନ୍ତି ବଚନକାରେ ନ ଭାସନ୍ତି। ମୋହର ପାଦେ ମନ ଦେଇ ରତ୍ନ ଦୋଳିରେ ଥାନ୍ତି ଶୋଇ। ଏମନ୍ତ ବହୁ କାଳ ଗଲା ଦୋଳିରୁ ସତୀ ନ ଉଠିଲା। କଟିଲା ନାହିଁ ବାଲ୍ୟ ଭାବ ବଚନ ନ କହିଲେ ଲବ। ଏହା ଦେଖିଣ ରାଜା ରାଣୀ ଆପାର ଦୁଃଖ ହେଲେ ପୁଣି। ବହୁ ପ୍ରକାର ଚେଷ୍ଟା କଲେ ତାଙ୍କୁ ଭୁଞ୍ଜାଇ ନ ପାରିଲେ। ଶୁଣି ନ ପାରିଲେ ବଚନ ଦୁଃଖରେ କଟାଇଲେ ଦିନ। ୟାପରେ ଏକ ଦିନକର ମିଳିଲେ ଧାତାଙ୍କ କୁମର। ତାହାଙ୍କୁ ଦେଖି ନରନାଥ ପାଦରେ ହୋଇ ପ୍ରାଣିପାତ। ରତ୍ନ ଆସନେ ବସାଇଲେ ସମସ୍ତ ବର୍ଣ୍ଣନ କରିଲେ। ଆଦ୍ୟଠୁ ପ୍ରାନ୍ତ ଯାଏ ପୁଣି ଭାସିଲେ ସର୍ବ ନରମଣି। ନାରଦ ହସି ହସି କହିଲେ ରାଜାଙ୍କୁ ଆଶ୍ୱାସୀ। ତୁମ୍ଭ ପରାଏ ଭାଗ୍ୟବାନ ନାହାନ୍ତି ଏ ତିନି ଭୁବନ।
ସ୍ୱୟଂ କମଳା ତୁମ୍ଭ ପରେ ଅଛନ୍ତି ସନ୍ତତ ଭାବରେ। ପରମ ବ୍ରହ୍ମଲୟ ରଖି ଶୋଇଅଛନ୍ତି ପଦ୍ମମୁଖୀ। ଯେବେ ଜନ୍ମିବେ ନାରାୟଣ ତୁଟିବ ତୁମ୍ଭର କଷଣ। ଫିଟିବ ଦେବୀଙ୍କର ମୁଖ ଯୌବନ ବିକଶିବ ଭୂପ। ସେ ପାଇଁ ଭାବନା କର ବଢ଼ିବ ସୁପୁଣ୍ୟ ପାର। ଏହା କହିଣ ଧାତା ସୁତ ରାଜାଙ୍କୁ କହିଲେ ତଦନ୍ତ। ଶୋଇଛି କନ୍ୟା ଯେଉଁଠାରେ ଦେଖାଅ ନେଇ ମୋତେ ଥରେ। ମାତ୍ର ମୁଁ କହୁଛି ଚେତାଇ ମତିବା ଯାଏ ତହିଁ କହିଁ। ନ ଯିବେ ଜାଣ ଜଣେ ମାତ୍ର ତୁମ୍ଭେ ବି ନ ଯିବଟି ସେତ। ଏମନ୍ତ କହିଣ ଦେବର୍ଷି ଗୃହ ଭିତରେ ଗଲେ ପଶି। ଦେଖିଲେ ରତ୍ନ ଦୋଳି ପରେ କନ୍ୟା ଶୋଇଛି ନିଶ୍ଚିନ୍ତରେ। ଦିବ୍ୟ ଜ୍ୟୋତି ସେ ଅଙ୍ଗ ତାର ଚହଟି ବିକଶଇ ପୁର। ଦେଖିଣ ନାରଦ ମହର୍ଷି ମନ ମଧ୍ୟରେ ହୋଇ ଖୁସି। ବୋଇଲେ ବିନୟ ହୋଇଣ ଭୋ ମାତା କିମ୍ପା ଏ ଭାବେଣ। ଶୋଉଛୁ ବଚନ ନ କହି କ୍ଷୀର ନିରଜେ ନ ଛୁଇଁ। ହୋଇଣ ତ୍ରିଜଗତ ମାତ ମାୟା ଭି ଆଛୁଇ କେମନ୍ତ। ହୋ ମାତା ବାରେ ଦୟା ବହି ରାଜା କଷଣ ନାଶ ତୁହି। ତୋ ଲାଗି ଦିବସ ରଜନୀ କାନ୍ଦନ୍ତି ରାଜା ରାଣୀ ବେଣୀ। ଆଉ ମା ଏମନ୍ତେ ନ ଶୋଇ ବଚନ ଭାଗ କ୍ଷୀର ଖାଇ। ବାଳ ସ୍ୱଭାବ ତ୍ୟାଗ କର ଜଗତେ ନବ ଭାବ ଧର। ଯାହା ନିମନ୍ତେ ତୁହି ମାତ ଶୟନ କରିଛୁ ହେମନ୍ତ। ସେ ପ୍ରଭୁ ଆଉ ଅଳ୍ପ ଦିନେ ଜନ୍ମିବେ ସେ ମଧୁ ଭବନେ। କଂସକୁ ବିନାଶିବା ପାଇଁ ଦେବଙ୍କୁ ଛନ୍ତି କଥା ଦେଇ। ଦେବକୀ ଗର୍ଭରେ କ୍ଷଣି ପ୍ରଭୁ ଯେ ଆସି ରହିଲେଣି। ଆଉ ଅଳ୍ପ ଦିନକେ ମାତ୍ର ଜନମ ହେବେ ଜଗନ୍ନାଥ। ଏ ଗୋପପୁରରେ ବଢ଼ିବେ ଅପାର ଦାନବ ନାଶିବେ। ପୂର୍ବରୁ ବହୁ ସୁରାସୁରୀ ଗୋପରେ ଛନ୍ତି ଅବତରୀ। ପ୍ରଭୁଙ୍କ ପଥ ଚନ୍ତି ଚାହିଁ ଭାବନା ତେଜ ଚାନ୍ଦ ମୁହିଁ। ତତେ ତେଜିଣ କ୍ଷଣେ ମାତ୍ର ପ୍ରଭୁ କି ହୋଇବେ ନିଶ୍ଚିତ। ଏମନ୍ତେ ନାରଦଙ୍କ ବାଣୀ କର୍ଣ୍ଣରେ ରାଧା ଦେବୀ ଶୁଣି। ବୋଇଲେ ନାରଦକୁ ଚାହିଁ ମନରେ ହରଷିତ ହୋଇ। ତାହାଲେ ମୋର ପ୍ରାଣକାନ୍ତ ମତେ ହେଲେଣି ଉପଗତ। ଚାଲ ଦେବଶ୍ରୀ ଅଗ୍ରତରେ ଜଣାଅ ମୋ ମାତା ପ୍ରିୟରେ। ଭୋଜନ ଆଣି ଦିଅନ୍ତୁ ବେଗେ କ୍ଷୁଧାରେ ଜଳେ ମୋର ଅଙ୍ଗ। ଶୁଣି ନାରଦ ଆନନ୍ଦରେ ମିଳିଲେ ନୃପତି ପାଶରେ। ବୋଇଲେ ସର୍ବ ସମାଚାର ଶୁଣି ଆନନ୍ଦ ନୃପବର। ଚଞ୍ଚଳା ରାଣୀଙ୍କୁ ଡକାଇ ବୋଇଲା ବେଗେ ଆସ ଧାଇଁ। କନ୍ୟା ମୋ କଥା କହିଲାଣି ଭକିବା ପାଇଁ ମାଗେ ପୁଣି। ଶୁଣିନ ରାଣୀ ରାଜାଗୀର ଧାଇଁଲା ହୋଇ ତର ତର। ଅପୂର୍ବ ଷଡ଼ର ସମାନ ଘେନିନ ଧାଇଁଲେ ବହନ। ଦେଖିଲେ ଦୋଳି ମଧୁବାଳୀ ଉଠିନ ହୁଏ କତୁହଳୀ। ମାତା ପିତାଙ୍କ ଦେଖି ନେତ୍ରେ ଧାଇଁ ଆସିଲ ତତ୍କ୍ଷଣାତେ। କୁଣ୍ଢାଇ ଧରିଲା ଆତ୍ମୀୟ ବଚନ ଭାସିଲା
ଦେଖିଲା ଚଞ୍ଚଳା ସୁନ୍ଦରୀ, ଶୋଇନଥିଲା ଯେ କୁମାରୀ। କ୍ଷୁଦ୍ର ବାଳିକା ରୂପ ଥିଲା, ଦକ୍ଷିଣୀ ଯୁବତୀ ହୋଇଲା। ନବୀନ ଦେବର୍ଷି ପୟରେ, ବସିଲା ମାତାଙ୍କ କୋଳରେ। ବିଦାୟ ନେଇଣ ନାରଦ, ଚଳିଲେ ହୋଇଣ ଆନନ୍ଦ। ସେଦିନ ଠାରୁ ନରପତି, ଖୋଜିଲେ କନ୍ୟା ଲାଗି ପତି। ଗୋପରେ ଚନ୍ଦ୍ରସେନା ଥିଲା, ନୃପତି କୂଳେ ଜନ୍ମିଥିଲା। ଉତ୍ତର ବଂଶ ଅଟେ ତାର, ଧନ ଧାନ୍ୟରେ ଭରପୁର। ଗୋଧନ ଗୁହାଳ ଗୁହାଳ, ଦେଖିନ ବୃଷଭାନୁପାଳ। କନ୍ୟାର ଉପଯୁକ୍ତ ପତି, ଭାବିଣ ମନେ ନରପତି। ରାଧାଙ୍କୁ ତାହା ସଙ୍ଗତରେ, ବିବାହ କଲେ ଆଡ଼ମ୍ବରେ। ସେ ଚନ୍ଦ୍ରସେନା ମମତାର, ଲେଖାରେ ଭାଇ ଯେ ଧର୍ମର। ଏହି ପ୍ରକାରେ ମାମୁଁ ସେହି, ମୋର ତା ସଙ୍ଗେ ଭାବ ଏହି। ନନ୍ଦ ଆବର ଯଶୋବନ୍ତୀ, ଶାଳକ ମହର ଅଟନ୍ତି। ତାଙ୍କରି ଲେଖା ଯୋଖା ଭାଇ, ସେ ଚନ୍ଦ୍ରସେନା ଯେ ଅଟଇ। ତାପରେ ଆମ୍ଭେ ଗୋପପୁରେ, ବଢ଼ିଲୁ ଜନ୍ମି ମଥୁରାରେ। ଆମ୍ଭକୁ ପାଇବା ନିମନ୍ତେ, ରାଧା ସର୍ବଦା ହୃଦଗତେ। ଭାବନା କରି ଦିନ ରାତି, ସୂର୍ଯ୍ୟଙ୍କୁ ପୂଜା କଲା ସତୀ। 16 ସହସ୍ର ଗୋପୀ ମେଳେ, ମତେ ପାଇବା ପାଇଁ ହେଳେ। ବହୁତ ଜପ ତପ କଲା, ଶେଷେ ଦୁହିଁଙ୍କ ଭେଟ ହେଲା। ବୃନ୍ଦାବନରେ ରାସ କେଳି, କରିଲୁ ରାଧା ସହ ମିଳି। ପୂର୍ବରୁ ସର୍ବ ଗୋପୀମାନେ, ଜନମିଥିଲେ ସେ ଭୁବନେ। ତାଙ୍କ କାମନା ପୂର୍ଣ୍ଣ କରି, ଆମ୍ଭେ ଯେ ଆସିଲୁ ବାହାରି। ସେ ଖେଳା ସେଠାରେ ରହିଲା, ତବ ସହିତ ଖେଳ ହେଲା। ରାଧାଙ୍କ ଜନ୍ମ ସମାଚାର, କହିଲି ତୁମ୍ଭ ଅଗ୍ରତର। ଏମନ୍ତ କହି ଗୋପୀନାଥ, ମୌନ ହେଲେ ଭଣେ କ୍ଷେତ୍ର। ବ୍ରତ ସୂଚନା ଶୁଣ ସୁଜନେ ମନ ଦେଇ, ଶ୍ରୀକୃଷ୍ଣ ମୁଖୁ ଶୁଣି ସହି। ମନରେ ହୋଇ ଆନନ୍ଦିତ, ପାଳିଲେ ରାଧାଷ୍ଟମୀ ବ୍ରତ। ରୁକ୍ମିଣୀ ସତ୍ୟଭାମା ସାଥେ, ସେ ପାଠ ବଂଶୀ ସେ ସମସ୍ତେ। ଭକତି ଭରେ କୃଷ୍ଣଙ୍କର, ପୂଜିଲେ ସକଳ ପୟର। ତାହାଙ୍କୁ ଦେଖି ଦ୍ୱାରକାରେ, ବ୍ରତ ପାଳିଲେ ଘରେ ଘରେ। ଏମନ୍ତ ରାଧାଷ୍ଟମୀ ବ୍ରତ, ପାଳନ କରିଲେ ସମସ୍ତ। ଏ ବ୍ରତ ନୁହେଁ ତ ସାମାନ୍ୟ, ପାଳନ କଲେ ବଢ଼େ ପୁଣ୍ୟ। ଅପୁତ୍ରୀ ନାରୀ କଲେ ବ୍ରତ, ପୁତ୍ର ପ୍ରତି ଯେ ହୋସ୍ତେ ପ୍ରାପ୍ତ। ନିର୍ଧନୀ ଏ ବ୍ରତ ପାଳିଲେ, ଅପାର ଧନ ବଢ଼େ ହେଳେ। ଆବର ବ୍ୟାଧିବନ୍ତ ନର, ଏ ବ୍ରତ ପାଳିଲେ ଭକ୍ତିର। ସକଳ ବ୍ୟାଧି ହୁଏ ନାଶ, ଅନ୍ତେ ବୈକୁଣ୍ଠେ ଲଭେ ବାସ। ରାଧା ଅଷ୍ଟମୀ ବ୍ରତ ଦିନ, ଯେମନ୍ତେ କରିବ ପାଳନ। ତାହାର ବିଧି ଶୁଣ ଧୀରେ, ଭଣଇ କ୍ଷେତ୍ରର ଗୀତରେ। ବ୍ରତ ବିଧାନ, ରାଧା ଅଷ୍ଟମୀ ଜନ୍ମ ବ୍ରତ, ଯେ ଜନ କରିବ ପାଳିତ। ନୂତନ ବସ୍ତ୍ର ଅଳଙ୍କାର, ମଣ୍ଡିବେ ହୃଦୟ ଯତ୍ନର। ନାନାଦି ଉପହାର ମାନ, କରିବ ଯତ୍ନେ ଆୟୋଜନ। ବାସ ଚନ୍ଦନ ସହିତର,
कुकुम कस्तूरी सिंदूर हरद्रा मिसाई तहिरे লাগি করিব রাধিকারে নানাদি সুবাস কুসুম মণ্ডিব শ্রীরাধাঙ্ক অঙ্গ বিবিধ বাদ্য নন্দ ছলে পূজা করিব ভক্তি ভোলে দুর্বা অক্ষত তা শ্রীফল সুবাস বিড়িয়া তাম্বুল কুঙ্কুম বিলেপন কর ভকতি ভাব হৃদে ধরি সেদিন করি উপবাস অন্যন করি বলেশ ভকতি ভাবে যে সমস্ত অপিব রাধা পাদগত এমন্তে করিলে পালন রাধিকা হেবে সুপ্রসন্ন আবর কৃষ্ণঙ্কর সাথে ପୂଜିବ ତାହାଙ୍କୁ ସମସ୍ତେ ନହିଲେ ଫଳ ନ ପାଇବ କାର୍ଯ୍ୟ ଯେ ଅସମ୍ପୂର୍ଣ୍ଣ ହେବ ରାଧାକୃଷ୍ଣ ଯେବେ ନିଜନ କେବେ ନୁହନ୍ତି ଭିନ୍ନ ଭିନ୍ନ ଯେଉଁଠି କୃଷ୍ଣ ରାଧା ତହିଁ ତାହାଙ୍କ ଭିନ୍ନ ଭିନ୍ନ ନାହିଁ କୃଷ୍ଣ ତାଙ୍କରି ପ୍ରାଣପତି ପ୍ରେମ ଭକ୍ତିରେ ବନ୍ଧା ଥାନ୍ତି ପରମ ଭକ୍ତ ଭାବେ ଭୋଳ ରାଧା ଅଷ୍ଟମୀ ବ୍ରତ କଲେ ବହୁତ ସୁଫଳ ପାଇବ ଅନ୍ତେ ଯେ ବୈକୁଣ୍ଠେ ବସିବ ହେ ହୋଇ ଭଗ୍ନୀମାନେ ଶୁଣ ଶ୍ରୀରାଧା କୃଷ୍ଣଙ୍କ ପାଦେଶ ଭକତି କର ଅପ୍ରମିତେ ସଂସାରୁ ପାର ହେବା ଅର୍ଥେ ଜଗତ ଜନନୀକୁ ଧ୍ୟାଇ ଏ ରାଧାଷ୍ଟମୀ ଲେଖେଲହିଁ ସୁଜନ ଜନଙ୍କ ପୟରେ ମମନ ରହୁ ନିରନ୍ତରେ ଏ ଗୀତ ହୋଇଲା ସମ୍ପୂର୍ଣ୍ଣ ରାଧାକୃଷ୍ଣଙ୍କୁ ଭଜ ଜନ କହି କ୍ଷେତ୍ରବାସୀ ଛାର ଶ୍ରୀରାଧା ଗୋବିନ୍ଦ ଉଦ୍ଧାର इति श्री हरिवंशे श्रीराधा जन्म कथने सदा जय सम्पूर्णा।